ଶାଶୁଙ୍କ ଦେହ ଏତେ ଖରାପ ହେଇଗଲା ଯେ ମୋ ପିଲାମାନଙ୍କର ଭବିଷ୍ୟତ ନଷ୍ଟ ହେଇଗଲା। ଜୟ ଜଗନ୍ନାଥ। ସାଥେ ସବୁ ବନ୍ଧୁମାନଙ୍କୁ ମୋର ନମସ୍କାର। ମୋର ଆଉ ଏକ ମିନି ବ୍ଲଗକୁ ମୋତେ ଖୁସିରେ ରହିଥାନ୍ତୁ, ମୋ ଭିଡ଼ିଓ ଦେଖୁଥାନ୍ତୁ। ଆମ ଘର ପରିସ୍ଥିତି ଏତେ ଖରାପ ହେଇଗଲା, ମୋ ପିଲାମାନଙ୍କର ସମୟ ସହିତ ଭଲ ପାଠପଢ଼ା ହେଇପାରିଲା ନାହିଁ। ଶାଶୁଙ୍କର ଷ୍ଟ୍ରୋକ୍ ରୋଗଟା ଆମ ପାଇଁ କାଳ ସାଜିଲା, ସବୁକିଛି ନଷ୍ଟ କରିଦେଲା। ମୋ ପୁଅକୁ 6 ବର୍ଷ ହେଲା ପରେ ଯାଇ ଗୋଟେ ସ୍କୁଲରେ ନାମ ଲେଖା ଗଲା। ମୋ ପୁଅ ମନ ଆଜି ଭାରି ଖୁସି, ଆଉ ପିଲାଟାକୁ ଦେଖି ମୋ ମନ ବି ଭାରି ଖୁସି। ଗୋଟେ ଜୀବନ ବଞ୍ଚେଇବାକୁ ଯାଇ 2ଟା ଜୀବନ ଆମର ନଷ୍ଟ ହେଇଗଲା। ଟାଇମ୍ରେ ପିଲାମାନେ ପାଠ ଧରିବା କଥା ପଛେଇକି ପାଠ ଧରିବେ। ଆମେ ଚେଷ୍ଟା କରୁଛୁ ପିଲାମାନଙ୍କୁ ଆଗକୁ ନେବା ପାଇଁ। ତାପରେ ପିଲାମାନଙ୍କ ଭବିଷ୍ୟତ ଭଗବାନଙ୍କ ଉପରେ ଭରସା। ଯଦି ଏତେ ବାଟ ଦେଖିଲାଣି ମୋତେ ଲାଇକ୍ ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ। ଆପଣଙ୍କ ସାହାଯ୍ୟ ବିନା ମୁଁ କ'ଣ ଆଗକୁ ଯାଇପାରିବି? ପାଇଁ ମୋ ପୁଅ ନାଗି ସବୁ ଜିନିଷପତ୍ର ଅଣା ହେଇଯାଇଛି। ତା ଡ୍ରେସ୍, ବୋଟଲ, ପାଣି ବୋଟଲ ଆଉ ଯେକୌଣସି ଜିନିଷ ଅଣା ହେଇଯାଇଛି। ଦେଖନ୍ତୁ ସାଙ୍ଗମାନେ, ପୁଅ ସେ ସ୍କୁଲ ବାହାରି ପଡ଼ିଲାଣି ରେଡ଼ି ହେଇକି। ସ୍କୁଲ ଯିବା ପୂର୍ବରୁ ସେ 2-4 ଥର ଖଣ୍ଡେ ସେ ଡ୍ରେସ୍ ପିନ୍ଧି ସାରିଲାଣି। ଏଇ ଦିନକୁ ସେ କେବେଠାରୁ ଅପେକ୍ଷା କରିକି ରହିଥିଲା। ମା ମୁଁ କେବେ ସ୍କୁଲ ଯିବି ସବୁବେଳେ କହେ। ଆମ ସମସ୍ତଙ୍କୁ ନମସ୍କାର ହେଲା, ତା ବାପାଙ୍କୁ ଜେଜେମାକୁ ଆଗେ, ବାପାଙ୍କୁ ମୋତେ ନମସ୍କାର ହେଇକି ବାହାରିଲା ସ୍କୁଲ ଯିବା ପାଇଁ। ତା ମନ ପୁରା ଖୁସି, ନାଚିକି ସେ କେମିତି ହେଉଛି ଦେଖୁଛନ୍ତି ସାଙ୍ଗମାନେ। ଗୋଟେ ପିଲା କେତେ ଖୁସିରେ ବାହାରକୁ ଯାଉଛି ସ୍କୁଲରେ ଦେଖନ୍ତୁ। ସ୍କୁଲ ଯିବ, ତା ନୂଆ ଭବିଷ୍ୟତ ଗଢ଼ିବ, ନୂଆ ନୂଆ ସାଙ୍ଗ କହିଲେ ସାଙ୍ଗମାନେ କେତେ ଖୁସି ଲାଗୁଥିବ। ଆମ ପୁଅ ସିନା ଖୁସିରେ ବାହାରିକି ପଳାଇଛି, ମୋ ମନଟା ଭାରି ଖୁସି, କାହିଁକି ଘରଟା ଆଜି ଖାଲି ଖାଁ ଖାଁ ଲାଗିବ। ପିଲାଟା ନାହିଁ ନା ଘରେ, ସବୁବେଳେ ଅଳି ଅଝଟ ଏଟା ଖାଇମି ସେଟା ଖାଇମି କହୁଥିବ। ଆଉ ସ୍କୁଲ ଯିବ, ଭୋକ ଲାଗିବ, କ'ଣ କରିବ, ମୋତେ ଟିକେ ଚିନ୍ତା ଲାଗିବ ନାହିଁ। ତା ବାପାଙ୍କ ସାଙ୍ଗରେ ଗାଡ଼ିରେ ବସିଯିବ ବୋଲି ବାହାରି ପଡ଼ିଲାଣି ରେଡ଼ି ହେଇକି ଯାଉଛି। ଦେଖନ୍ତୁ ତା ବାପା ଛାଡ଼ିଦେବେ ପୁଣି ଆଣିକି ଘରେ। ସେଥିପାଇଁ ବାପା ମା କିଛି ବି କରିପାରିବେ, ଯାହା ବି ହେଲେ ପିଲାଙ୍କ ଖୁସିରେ ଆମ ଖୁସି। ଆଉ ପୁଅ ତ ବାହାରି ପଡ଼ିଲାଣି ଗାଡ଼ିରେ ବସାଇ ସ୍କୁଲ ଯିବା ପାଇଁ ରହୁଛି ସାଙ୍ଗମାନେ। ଜୟ ଜଗନ୍ନାଥ।